ଅଭାବ ହିଁ ଉଦ୍ଭାବନର ଜନନୀ। ଆଉ ଏହି ଅଭାବକୁ ନେଇ ଉଦ୍ଭାବନ ମଧ୍ୟ ହୋଇଥିଲା। ନୂଆ ନୂଆ ଉଦ୍ଭାବନ ଯୋଗୁଁ ମଣିଷର ନୀତିଦିନ କାର୍ଯ୍ୟରେ ମଧ୍ୟ ପରିବର୍ତ୍ତନ ଘଟିଲା। କମ୍ ପରିଶ୍ରମ କରି ବେଶୀ ଉତ୍ପାଦନ ହେଲା। ମଣିଷ ବଦଳରେ ଯନ୍ତ୍ରପାତିର କାର୍ଯ୍ୟ ବଢ଼ିଲା। ଲୋକେ ସହଜରେ ଓ ସୁନ୍ଦର ଭାବରେ ତାଙ୍କର କାମକୁ କମ୍ ସମୟରେ କରିବାକୁ ସମର୍ଥ ହୋଇପାରିଥିଲେ। ତେବେ ନମସ୍କାର, ଦା ଓଡ଼ିଆ ମାଗ୍ନେଟ୍ ସ୍ୱାଗତ କରୁଛି ସମସ୍ତ ଭିଉଆର୍ସମାନଙ୍କୁ ଏହି ଭିଡ଼ିଓରେ। ଯଦି ଭିଡ଼ିଓଟିକୁ ଫାର୍ଷ୍ଟ ଟାଇମ୍ ଦେଖୁଛନ୍ତି ତେବେ ଭିଡ଼ିଓକୁ ଏବେ ହିଁ ସବସ୍କ୍ରାଇବ୍ କରି ଘଣ୍ଟି ଚିହ୍ନକୁ ଅଲ୍ କରିଦିଅନ୍ତୁ ଏହିଭଳି ୱାର୍ଲଡ ହିଷ୍ଟ୍ରି ଭିଡ଼ିଓ ସର୍ବପ୍ରଥମେ ଦେଖିବା ପାଇଁ। ତେବେ ଚାଲନ୍ତୁ ଭିଡ଼ିଓରେ ଆଗକୁ ବଢ଼ିବା। ଶିଳ୍ପ ବିପ୍ଳବ ପୃଥିବୀ ଇତିହାସରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଥିଲା। ମଣିଷର ଜ୍ଞାନର ପ୍ରସାର ଯେ ଯାନ୍ତ୍ରିକ ବିକାଶ ଦ୍ୱାରା ଅସମ୍ଭବକୁ ସମ୍ଭବ କରିପାରେ ତାହା ଏହି ଶିଳ୍ପ ବିପ୍ଳବ ଦେଖାଇ ଦେଇଥିଲା। ନେପୋଲିଅନଙ୍କ ସହ ଇଂଲଣ୍ଡର ଲୋମହର୍ଷଣକାରୀ ଯୁଦ୍ଧ ଏବଂ ପରବର୍ତ୍ତୀ ସମୟରେ ରାଜା ତୃତୀୟ ଜର୍ଜଙ୍କ ଶାସନ କାଳରେ ଆମେରିକାର ସ୍ୱାଧୀନତା ସଂଗ୍ରାମ ଇଂଲଣ୍ଡର ଅର୍ଥବ୍ୟବସ୍ଥାକୁ ବିପର୍ଯ୍ୟସ୍ତ ଆଡ଼କୁ ଠେଲି ଦେଇଥିଲା। ତାହା କହିବାଟା ଭୁଲ ହେବ ନାହିଁ। ଇଂଲଣ୍ଡର ଚାହିଦାକୁ ପୂରଣ କରିବା ପାଇଁ ଯନ୍ତ୍ରପାତିର ବିକାଶ କ୍ଷେତ୍ରରେ ଯେଉଁ ବୈପ୍ଳବିକ ପରିବର୍ତ୍ତନ ପରିଲକ୍ଷିତ ହୋଇଥିଲା ତାହାକୁ ଶିଳ୍ପ ବିପ୍ଳବ କୁହାଯାଏ। ଶିଳ୍ପ ବିପ୍ଳବ କୌଣସି ଯୁଦ୍ଧ କିମ୍ବା ବିକ୍ଷୋଭର ନାମ ନୁହେଁ। ଯାନ୍ତ୍ରିକ ବିକାଶ, ନୂତନ ଉଦ୍ଭାବନ ଏବଂ ନୂତନ ଆବିଷ୍କାରର ନାମ ହିଁ ଶିଳ୍ପ ବିପ୍ଳବ। ଏହି ଶିଳ୍ପ ବିପ୍ଳବ ଫଳରେ ଯନ୍ତ୍ର ସମୂହ ମଣିଷର ଶ୍ରମକୁ ଲାଘବ କରି ଏକ ସମୟରେ ବହୁତ ଉତ୍ପାଦନର ଦୃଷ୍ଟାନ୍ତ ଏହି ଦୁନିଆ ସାମ୍ନାରେ ପ୍ରଦର୍ଶନ କରିବାକୁ ସକ୍ଷମ ହୋଇପାରିଥିଲା। ଏହି ଶିଳ୍ପ ବିପ୍ଳବ ଇଂଲଣ୍ଡରେ ଆରମ୍ଭ ହୋଇ ୟୁରୋପର ବିଭିନ୍ନ ଦେଶକୁ ବିସ୍ତାର ଲାଭ କରିଥିଲା ଏବଂ ଏକ ପ୍ରକାରର ପରିବର୍ତ୍ତନ ଆଣିଦେଇଥିଲା। ଇଂଲଣ୍ଡର କୃଷି ବିପ୍ଳବ ମୁଖ୍ୟ ଶିଳ୍ପ ବିପ୍ଳବ ପାଇଁ ଦାୟୀ ଥିଲା। ରାଜା ଦ୍ୱିତୀୟ ଜର୍ଜଙ୍କ ପ୍ରେରଣାରେ ୱିଣ୍ଡସରଠାରେ ଏକ ଆଦର୍ଶ କୃଷି ଫାର୍ମ ପ୍ରତିଷ୍ଠା କରାଯାଇଥିଲା, ଯେଉଁଠିକି କମ୍ ଶ୍ରମିକ ସାହାଯ୍ୟରେ ବେଶୀ ଉତ୍ପାଦନ ସମସ୍ତଙ୍କୁ ସ୍ତମ୍ଭୀଭୂତ କରି ଫଳରେ ସେଠାରେ ବହୁତ ବେକାର ଶ୍ରମିକ ଦେଖିବାକୁ ମିଳିଥିଲା। ସେହି ବେକାର ଶ୍ରମିକମାନଙ୍କୁ କମ୍ ଖର୍ଚ୍ଚରେ ବିଭିନ୍ନ କଳକାରଖାନାମାନଙ୍କରେ କାମ କରାଯାଇ ଉତ୍ପାଦନ ବଢ଼ାଇବା ପାଇଁ ପ୍ରୟାସ କରାଯାଇଥିଲା। ଇଂଲଣ୍ଡ ବିଭିନ୍ନ ସ୍ଥାନରେ ଉପନିବେଶମାନ ସ୍ଥାପନ କରିଥିଲା। ସେହି ଉପନିବେଶଗୁଡ଼ିକ ଖୁବ୍ ଶସ୍ତାରେ ଏବଂ ସହଜରେ କଞ୍ଚାମାଲ ଇଂଲଣ୍ଡକୁ ଆମଦାନୀ କରିପାରିଲା। ଏହା ଇଂଲଣ୍ଡର ଏକ କାରଖାନା ପାଇଁ ପ୍ରେରଣା ଯୋଗାଇଥିଲା। କଳକାରଖାନା ସ୍ଥାପନ ପାଇଁ ଲୁହା ଏବଂ ସେଗୁଡ଼ିକୁ କାର୍ଯ୍ୟକ୍ଷମ କରିବା ପାଇଁ କୋଇଲା ଏକାନ୍ତ ଅପରିହାର୍ଯ୍ୟ। ଇଂଲଣ୍ଡରେ ଥିବା ବିଭିନ୍ନ ଲୁହା ଖଣିରୁ ଲୁହା ଉତ୍ପାଦନ କରାଯାଇ ସେଥିରେ କାରଖାନାର ଯନ୍ତ୍ରାଂଶ ତିଆରି କରାଯାଇପାରିଲା। ବିଭିନ୍ନ କଳକାରଖାନାରେ କୋଇଲାକୁ ଜାଳେଣୀ ରୂପେ ବ୍ୟବହାର କରାଯାଇ କାରଖାନାଗୁଡ଼ିକୁ ଉତ୍ପାଦନକ୍ଷମ କରାଯାଇପାରିଲା, ଯାହାକି ଇଂଲଣ୍ଡର ଶିଳ୍ପ ବିପ୍ଳବକୁ ତ୍ୱରାନ୍ୱିତ କରିପାରିଥିଲା। ଯଦି ଦେଖାଯାଏ, ଇଂଲଣ୍ଡର ଭୌଗୋଳିକ ଅବସ୍ଥିତି ଶିଳ୍ପ ବିକାଶ ପାଇଁ ବହୁତ ମାତ୍ରାରେ ସହାୟକ ହୋଇପାରିଥିଲା। ଆଟଲାଣ୍ଟିକ ମହାସାଗରର ଅପର ପାର୍ଶ୍ୱରେ ଥିବାରୁ ଇଂଲଣ୍ଡ ଅତି ସହଜରେ ସମୁଦ୍ର ମଧ୍ୟକୁ ପ୍ରବେଶ କରିବାର ସୁଯୋଗ ହାସଲ କରିପାରିଥିଲା। ତେଣୁ ସମୁଦ୍ର ସହିତ ମିଶିଥିବା ଇଂଲଣ୍ଡର ନଦୀ କୂଳରେ ବହୁତ ବନ୍ଦରମାନ ଗଢ଼ି ଉଠିଥିଲା ଏବଂ ଏହି ବନ୍ଦରଗୁଡ଼ିକ ଆମଦାନୀ ଓ ରପ୍ତାନିକୁ ଦ୍ୱିଗୁଣିତ କରି ଇଂଲଣ୍ଡରେ ଶିଳ୍ପ ବିପ୍ଳବ ପାଇଁ ପଥ ପରିଷ୍କାର କରିଦେଇଥିଲା। ବିଭିନ୍ନ ନୌଯୁଦ୍ଧରେ ପରାକାଷ୍ଠା ପ୍ରଦର୍ଶନ କରୁଥିବା ହେତୁ ଇଂଲଣ୍ଡକୁ ସମୁଦ୍ରର ରାଣୀ ବୋଲି କୁହାଯାଉଥିଲା। ଇଂଲଣ୍ଡର ବଣିକମାନେ ବିନା ବାଧାରେ ବାଣିଜ୍ୟ କରିପାରିଲେ। ଏହା ପୁଞ୍ଜିପତିମାନଙ୍କୁ ମଧ୍ୟ ଉତ୍ସାହିତ କରିଥିଲା। ତେଣୁ ସେମାନେ ପୁଞ୍ଜି ନିବେଶ କରି ବିଭିନ୍ନ ଶିଳ୍ପର ଅଭିବୃଦ୍ଧି ପାଇଁ ପ୍ରଯତ୍ନ କଲେ, ଯାହାକି ଇଂଲଣ୍ଡର ଶିଳ୍ପ ବିପ୍ଳବ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିପାରିଥିଲା। ଅଷ୍ଟାଦଶ ଶତାବ୍ଦୀରେ ଗ୍ରାମାଞ୍ଚଳର ଲୋକମାନେ ସହର ପ୍ରତି ଆକୃଷ୍ଟ ହୋଇପଡ଼ିଲେ। ସେମାନେ ସହରର କଳକାରଖାନାରେ କାମ କରିବା ପାଇଁ ଆସି ସେଠାରେ ସ୍ଥାୟୀ ବାସିନ୍ଦା ରୂପେ ରହିବାକୁ ଲାଗିଲେ। ଫଳରେ କଳକାରଖାନାର ମାଲିକମାନେ କମ୍ ମଜୁରୀ ଦେଇ ଅଧିକ ଲାଭ ଉଠାଇବାରେ ଆଶା ନେଇ ଅଧିକରୁ ଅଧିକ କାରଖାନା ପ୍ରତିଷ୍ଠା କରିବାକୁ ଲାଗିଲେ, ଯାହାକି ଶିଳ୍ପ ବିପ୍ଳବ ପାଇଁ ପଥ ପରିଷ୍କାର କରିଦେଇଥିଲା। କିନ୍ତୁ ଯଦି ଦେଖାଯାଏ, ଏହି ଶିଳ୍ପ ବିପ୍ଳବରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା ନୂତନ ଉଦ୍ଭାବନ ଏବଂ ଏହି ନୂତନ ଉଦ୍ଭାବନ ଯୋଗୁଁ ଶିଳ୍ପର ବିଭିନ୍ନ କ୍ଷେତ୍ରରେ ଉନ୍ନତି ଘଟିଥିଲା। ବୟନଶିଳ୍ପ ଅଷ୍ଟାଦଶ ଶତାବ୍ଦୀର ଦ୍ୱିତୀୟ ଭାଗରେ ଇଂଲଣ୍ଡରେ ବୟନଶିଳ୍ପ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଦେଖାଯାଇଥିଲା। 1738 ଖ୍ରୀଷ୍ଟାବ୍ଦରେ ଜନ୍ କେ ନାମକ ଜଣେ ବ୍ୟକ୍ତି ଉଡ଼ନ୍ତା କଣ୍ଡା
ଫ୍ଲାଇଂ ସଟଲ୍ ଉଦ୍ଭାବନ କରିଥିଲେ। ଏହା ଫଳରେ ମେସିନ୍ ଦ୍ୱାରା ତନ୍ତର ଗୋଟିଏ ପାଖରୁ କଣ୍ଡାଗୁଡ଼ିକୁ ଫିଙ୍ଗା ଯାଇପାରିଲା। ଫଳରେ ଏକାଥରକେ ବହୁତ ଗୁଡ଼ିଏ ସୂତା ବ୍ୟବହାର କରାଯାଇପାରିଲା। ଏହାପରେ 1764 ଖ୍ରୀଷ୍ଟାବ୍ଦରେ ଜେମ୍ସ ହାରଗ୍ରିଭ୍ସ ନାମକ ଜଣେ ବ୍ୟକ୍ତି ନିଜର ସ୍ତ୍ରୀଙ୍କ ନାମ ଅନୁସାରେ ସ୍ପିନିଂ ଜେନି ନାମକ ଏକ ଯନ୍ତ୍ର ଉଦ୍ଭାବନ କଲେ। ସେହି ମେସିନ୍ଟିରେ ଏକ ଚକ ଲାଗିଥିଲା ଯାହା ଏକାଥରକେ 8 ଖିଅ ସୂତା କାଟି ପାରୁଥିଲା। ପରେ ଏହି ଯନ୍ତ୍ରର ନବୀକରଣ ଦ୍ୱାରା ଏକାଥରକେ 10-12 ଥରରୁ ବି ଅଧିକ ଖିଅ ସୂତା କଟା ଯାଇପାରିଲା। ଏହାଫଳରେ ଗୋଟିଏ ଯନ୍ତ୍ର 10ରୁ 20 ଜଣ ଲୋକଙ୍କର କାମ ଏକାଥରକେ କରିବାକୁ ସକ୍ଷମ ହୋଇପାରିଥିଲା। ରିଚାର୍ଡ ଆର୍କରାଇଟ୍ ନାମକ ଜଣେ ବ୍ୟକ୍ତି ୱାଟର ଫ୍ରେମ୍ ନାମକ ଜଳଶକ୍ତି ଦ୍ୱାରା ଚାଳିତ ଏକ ଯନ୍ତ୍ର ପ୍ରସ୍ତୁତ କଲେ। ଏହା ସାହାଯ୍ୟରେ ଅତି ଅଳ୍ପ ସମୟରେ ବହୁତ ପରିମାଣରେ ସୂତା କଟା ଯାଇପାରିଲା। 1789ରେ ସ୍ପିନିଂ ଜେନି ଏବଂ ୱାଟର ଫ୍ରେମ୍ର ତତ୍ତ୍ୱକୁ ମିଶାଇ ସାମୁଏଲ କ୍ରମ୍ପଟନ୍ ନାମକ ଜଣେ ବ୍ୟକ୍ତି ସ୍ପିନିଂ ମ୍ୟୁଲ୍ ନାମକ ଏକ ଯନ୍ତ୍ର ପ୍ରସ୍ତୁତ କଲେ, ଯାହାଦ୍ୱାରା ସୂକ୍ଷ୍ମ ଏବଂ ଶକ୍ତ ସୂତା କଟା ଯାଇପାରିଲା। ଯେତେବେଳେ ବୁଣା ଅପେକ୍ଷା ସୂତା କାଟା କାର୍ଯ୍ୟ ଦ୍ରୁତ ଗତିରେ ଚାଲିଲା, ସେତିକିବେଳେ 1785 ଖ୍ରୀଷ୍ଟାବ୍ଦରେ ଏଡମଣ୍ଡ କାର୍ଟରାଇଟ୍ ଜଳଶକ୍ତି ଦ୍ୱାରା ଚାଳିତ ପାୱାର ଲୁମ୍ ଲୁଗାବୁଣା କଳ ଉଦ୍ଭାବନ କଲେ। 1799 ଖ୍ରୀଷ୍ଟାବ୍ଦରେ ଏଲି ହୁଇଟନି କଟନ୍ ଗିନି ନାମକ ଏକ ଯନ୍ତ୍ର ଉଦ୍ଭାବନ କରି ତୁଳାରୁ ମଞ୍ଜି ବାହାର କରିବା କାର୍ଯ୍ୟକୁ ସହଜ କରିପାରିଲେ। ଏହିଭଳି ଭାବରେ ବିଭିନ୍ନ ଯନ୍ତ୍ରର ଉଦ୍ଭାବନ ହେତୁ ବୟନଶିଳ୍ପର ଉନ୍ନତି ଘଟିପାରିଥିଲା। ଇଂଲଣ୍ଡର ଲଙ୍କାଶାୟର ଏବଂ ମାଞ୍ଚେଷ୍ଟର ଅଞ୍ଚଳରେ ବୟନଶିଳ୍ପ ପାଇଁ ପୃଥିବୀ ପ୍ରସିଦ୍ଧ ହୋଇପାରିଥିଲା। ତେବେ ଫ୍ରେଣ୍ଡସ୍, ଏହାର ଦ୍ୱିତୀୟ ପାର୍ଟ ମଧ୍ୟ ବହୁତ ଶୀଘ୍ର ଅପଲୋଡ଼ କରାଯିବ। ତେବେ ଭିଡ଼ିଓ କେମିତି ଲାଗିଲା ତାହା କମେଣ୍ଟରେ ଜଣାଇବେ। ଭିଡ଼ିଓକୁ ଲାଇକ୍ କରିବେ, ସାଙ୍ଗସାଥୀଙ୍କୁ ସେୟାର କରିବେ ଏବଂ ସୁନ୍ଦର କମେଣ୍ଟଟେ ଦେବେ। ଯଦି ଭିଡ଼ିଓଟି ହୃଦୟସ୍ପର୍ଶୀ ହୋଇଛି ତେବେ ଭିଡ଼ିଓକୁ ସବସ୍କ୍ରାଇବ୍ କରି ଘଣ୍ଟି ଚିହ୍ନକୁ ଅଲ୍ କରିଦେବେ ଏହିଭଳି ୱାର୍ଲଡ ହିଷ୍ଟ୍ରି ଭିଡ଼ିଓ ସର୍ବପ୍ରଥମେ ଦେଖିବା ପାଇଁ। ତେବେ ଆଜି ପାଇଁ ଏତିକି। ମୁଁ ଉପସ୍ଥିତ ହେବି ଏହାର ଦ୍ୱିତୀୟ ଭାଗକୁ ନେଇ। ଧନ୍ୟବାଦ। ଜୟ ଜଗନ୍ନାଥ।